ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମହାନଦୀର ଦଲେଇପଡ଼ା ଘାଟଠାରେ ଆଜି ରାତି ପ୍ରାୟ 8ଟା ସମୟରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ ରାବଣ ପୋଡ଼ି ଉତ୍ସବକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ମହାନଦୀ ଭିତରେ ଏହି ରାବଣ ପୋଡ଼ି ଉତ୍ସବ ହୋଇଥିଲା। ସୁନ୍ଦରଗଡ଼, କଟକ ଓ ଗଞ୍ଜାମ ଅଞ୍ଚଳରୁ ଲୋକେ ଆସି ଆତସବାଜି କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଭୁ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ ଓ ବାନର ସେନା ମହାନଦୀର ଦଲେଇପଡ଼ା ଘାଟକୁ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଯୋଗ ଦେଇଥିବା ସୂଚନା ମିଳିଛି।